ସମସ୍ତ ନବମ ଶ୍ରେଣୀ ପିଲାଙ୍କୁ ଗୋଟେ ନୂଆ କ୍ଲାସ୍କୁ ସ୍ୱାଗତ। ଆମେ ଫାଶୀବାଦ ଓ ନାଜିବାଦର ବିକାଶ ବିଷୟରେ ପଢ଼ି ସାରିଥିଲେ। ଆଜି ପଢ଼ିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ତା'ର କାରଣ କ'ଣ ସବୁ ଥିଲା, ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ଫଳରେ କ'ଣ ସବୁ ପୃଥିବୀ ପ୍ରଭାବିତ ହୋଇଥିଲା ବା ତା'ର ଫଳାଫଳ କ'ଣ ବୋଲି ଆମେ କହିପାରିବା। ହେଲା, ଭଲ ଟିକେ ଶୁଣିବ, ଅଳ୍ପ ପଢ଼ିବା, ଯାହାର କିଛି ଡାଉଟ୍ ହେବ ତାପରେ ଆମେ ତାକୁ କ୍ଲିୟର କରିବା। ଓକେ, ଦେଖ ପିଲାମାନେ ସମସ୍ତେ ବହି ପଢ଼ିଲା ବେଳେ ସମସ୍ତେ ବହି କାଢ଼ିକି ଦେଖିବ। ହେଲା, ଲାଇନ୍ ବାଇ ଲାଇନ୍ ମୁଁ ପଢ଼େଇବି, ବୁଝେଇବି, ତ ବହି କାଢ଼ିକି ଦେଖିବ ଆଉ ଭଲରେ ବୁଝି ହେବ। ଖାଲି ଶୁଣିଲେ ବୁଝି ହେବ ନାହିଁ, ବହି ଲାଇନ୍ ବାଇ ଲାଇନ୍ ଦେଖିକି ବୁଝିଲେ ବୁଝିବ ବୋଲି ଆଶା। ହଉ, ଦେଖ ଲେଖା ହେଇଛି କ'ଣ, ପ୍ରଥମ ବିଶ୍ୱଯୁଦ୍ଧରେ ବିପୁଳ କ୍ଷୟକ୍ଷତି ବିଶ୍ୱବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା। ଆମେ ପ୍ରଥମ ବିଶ୍ୱଯୁଦ୍ଧ ସାରିଥିଲେ, ଆମେ ଦେଖିଥିଲେ ପ୍ରଥମ ବିଶ୍ୱଯୁଦ୍ଧର କେତେ କ୍ଷତି ସହିବାକୁ ପଡ଼ିଥିଲା ଇନ୍ ଦ ସେନ୍ସ ରାଜାମାନଙ୍କୁ ନୁହଁ, କାହାକୁ, ପ୍ରଜାମାନଙ୍କୁ। କାରଣ ରାଜା ଭାଇର ବେଶୀ ରାଜତନ୍ତ୍ର ଶାସନ ଚାଲୁଥିଲା, ରାଜାମାନେ ଯାହା ଚାହୁଁଥିଲେ ସେୟା କରୁଥିଲେ। ପୁଞ୍ଜିବାଦୀ ଲୋକମାନେ, ଧନିକ ଶ୍ରେଣୀର ଲୋକମାନେ, ସେମାନେ ସବୁ ପ୍ରଜାମାନଙ୍କୁ କ'ଣ ଅତ୍ୟାଚାର କରୁଥିଲେ ବା ଯୁଦ୍ଧରେ ସେମାନଙ୍କର କିଛି କ୍ଷୟକ୍ଷତି ହେଉନଥିଲା। ଜୀବନ ଯାଉଥିଲା ତ ସାଧାରଣ ଲୋକମାନଙ୍କର, ପ୍ରଜାମାନଙ୍କର, ସେ ଯେଉଁ ଦେଶର ଯୁଦ୍ଧ ହେଉଥିଲା ସେ ଦେଶର ଅଧିବାସୀମାନଙ୍କର। ହେଲା, ତ କେତେ ମାନେ ଯେଉଁ ଭୟଙ୍କର ଫଳାଫଳ ମିଳିଥିଲା ପ୍ରଥମ ବିଶ୍ୱଯୁଦ୍ଧ ପରେ ଆମେ ଦେଖିବାକୁ ମିଳିଥିଲା। ହେଲେ ପ୍ରଥମ ବିଶ୍ୱଯୁଦ୍ଧ ପରେ ମଧ୍ୟ ଆମେ ପଢ଼ିଥିଲେ ଯେ ସବୁ ରାଷ୍ଟ୍ର ବୁଝିପାରିଥିଲେ, ଯେଉଁ ଶୀତଳ ଯୁଦ୍ଧ ହୋଇଥିଲା ସବୁ ରାଷ୍ଟ୍ର ବୁଝିପାରିଥିଲେ। ପୁଣି ଶାନ୍ତି ପାଇଁ ସମସ୍ତେ ଜାଣିପାରିଥିଲେ କି ନାଇଁ ଏ ଯୁଦ୍ଧରୁ କିଛି ମିଳିବ ନାହିଁ କାହାକୁ, ଶାନ୍ତିରେ ରହିବା ହେଉଛି ସବୁଠାରୁ ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଜାତିସଂଘ ମଧ୍ୟ ତିଆରି କରାଯାଇଥିଲା। ହେଲେ ସବୁ ଉଦ୍ୟମ ପରେ ବିଶ୍ୱବାସୀ ବା ଜାତିସଂଘ ବା ଲୋକମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ଟାଳି ପାରିନଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୁଣି ଥରେ ସଂଘଟିତ ହୋଇଯାଇଥିଲା। ହେଲା, ପୁଣି ବିଶ୍ୱଯୁଦ୍ଧ କହିଲେ ତୁମକୁ ଏହା ବୁଝାଏ ଯେ ତୁମେ କହିବନି କି ବିଶ୍ୱଯୁଦ୍ଧରେ ପୃଥିବୀର ସବୁ ଦେଶ ମାନେ ନିଜ ନିଜ ଭିତରେ ଲଢ଼େଇ କରିବା, ତାକୁ ବିଶ୍ୱଯୁଦ୍ଧ କୁହାଯାଏନି। ବିଶ୍ୱଯୁଦ୍ଧର ଅର୍ଥ ଏହା, ପ୍ରଥମେ ଦୁଇଟି ରାଷ୍ଟ୍ର ଲଢ଼େଇ କରନ୍ତି, ତାପରେ ତାଙ୍କ ସପକ୍ଷରେ ଯେଉଁ ଦୁଇଟି ରାଷ୍ଟ୍ର ଯେଉଁ ରହିଲେ, ମାନେ ଗୋଟିଏ ରାଷ୍ଟ୍ର ସପକ୍ଷରେ ଅନ୍ୟ ବିଶ୍ୱରେ କେତେ ରାଷ୍ଟ୍ର ଆସିକି ଯୋଗ ଦେଇଥାନ୍ତି, ପୁଣି ତାଙ୍କ ବିପକ୍ଷରେ ଥିବା ରାଷ୍ଟ୍ରର ଆଉ କିଛି ରାଷ୍ଟ୍ର ଆସିକି ଯୋଗ ଦେଇଥାନ୍ତି, ଯାହାଫଳରେ ବିଶ୍ୱରେ ଥିବା ସବୁ ରାଷ୍ଟ୍ର ଇନଡାଇରେକ୍ଟଲି ଇନଭଲ୍ଭ ହୋଇଯାଆନ୍ତି। ଯାହାଫଳରେ ବିଶ୍ୱଯୁଦ୍ଧ ତାକୁ କୁହାଯାଏ ଆଉ ବିଶ୍ୱଯୁଦ୍ଧର ମାନ୍ୟତା ଦିଆଯାଏ। ଏଇ ଯୁଦ୍ଧରେ ମଧ୍ୟ ସେମିତି କିଛି ହୋଇଥିଲା, ଯେଉଁଠି କିନ୍ତୁ ଦୁଇଟି ଦେଶ ହେଉଥିବ ସେଟାକୁ ବିଶ୍ୱଯୁଦ୍ଧ ଆମେ କହିବା ନାହିଁ। ହେଲା, ଏଠି ଏମିତି ହେଉଥିବ ଦୁଇଟି ପକ୍ଷ, ଏମିତି ହେବନି ଯୁଦ୍ଧ କେବେ ଯେ ଆମେ ସମସ୍ତେ ଥରେ ମାନେ ଆମ ମାଇଣ୍ଡରେ ଗୋଟେ ଥାଏ, ପିଲାମାନେ ତୁମକୁ ପଚାରିଥିଲି, ତୁମେ କହିଥିଲ ଯେ କ'ଣ ବିଶ୍ୱଯୁଦ୍ଧର ଅର୍ଥ ଯେ ସମସ୍ତେ ସମସ୍ତଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିବେ, ସେମିତି ନୁହଁ। ଆକ୍ଚୁଆଲି ଯୁଦ୍ଧ ହେଉଥିବ ଦୁଇଟି ପକ୍ଷଙ୍କ ମଧ୍ୟରେ, ଜଣେ ଗୋଟେ ପକ୍ଷ ଥିଲେ ଆଉ ଗୋଟେ ପକ୍ଷ, ଦୁଇଟି ପକ୍ଷ ମଧ୍ୟରେ ହେଉଥିବ। ହେଲେ ଗୋଟିଏ ପକ୍ଷ ମଧ୍ୟରେ ବହୁତ ସାରା ଦେଶ ଥିବା ବେଳେ ଆଉ ଗୋଟେ ପକ୍ଷ ମଧ୍ୟରେ ଆଉ କିଛି ଦେଶ ଥିବେ। ହେଲା, ଦୁଇଟି ପକ୍ଷ ହେଇଗଲେ ବିଶ୍ୱରେ ଯେତେ ଦେଶ ଅଛନ୍ତି ୟା ସପକ୍ଷରେ କିଛି, ତା ସପକ୍ଷରେ କିଛି, ତାହା ହେଇଗଲା ବିଶ୍ୱଯୁଦ୍ଧ, ସବୁ ହେଇଗଲେ ଇନଭଲ୍ଭ। ବୁଝିପାରୁଛ ସମସ୍ତେ? ଭେରି ଗୁଡ୍। ଶୁଣ, ତାପରେ କ'ଣ ହେଲା, ପ୍ରଥମ ବିଶ୍ୱଯୁଦ୍ଧର ବିପୁଳ କ୍ଷୟକ୍ଷତି ବିଶ୍ୱବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା। ଭବିଷ୍ୟତ ପୃଥିବୀକୁ ଶାନ୍ତିପ୍ରଦ ଓ ମନୁଷ୍ୟ ଜାତିକୁ ନିରାପଦ କରିବା ଆଶାରେ ଜାତିସଂଘ ଗଠନ କରାଯାଇଥିଲା। ମୁଁ ତମକୁ କହିଲି ଜାତିସଂଘ ଯେଉଁମାନେ ସବୁ ବଡ଼ ବଡ଼ ରାଷ୍ଟ୍ର ରହିଲେ, ମୁଖ୍ୟ ରାଷ୍ଟ୍ରମାନେ ରହିଲେ, ବିଜୟୀ ରାଷ୍ଟ୍ରମାନେ ରହିଲେ, ଯେଉଁମାନେ ସବୁ ପ୍ରଥମ ବିଶ୍ୱଯୁଦ୍ଧରେ ବିଜୟ ଲାଭ କରିଥିଲେ ବା ଯେଉଁ ପକ୍ଷ ଜିତିଥିଲା ସେଇ ପକ୍ଷରେ ଥିବା ଦେଶମାନେ, ହେଲା, ସେମାନେ ଚାହିଁଲେ କି ନାଇଁ ଏସବୁ କିଛି ଦରକାର ନାହିଁ, ଆମେ ଶାନ୍ତିରେ ରହିବା ପାଇଁ ଉଦ୍ୟମ କଲେ। ହେଲା, କେମିତି ବିଶ୍ୱର ସମସ୍ତ ଦେଶ ଶାନ୍ତିରେ ରହିବେ, ଯୁଦ୍ଧ ହେବ ନାହିଁ। ହେଲା, ଗଠନ କରାଯାଇଥିଲା। ଜାତିସଂଘର ଆନୁକୂଲ୍ୟଠାରେ ଶାନ୍ତି ପ୍ରତିଷ୍ଠା, ହେଲା, ନିରସ୍ତ୍ରୀକରଣ, କହିଥିଲି ନିରସ୍ତ୍ରୀକରଣ ମାନେ କ'ଣ ହେଲେ, ଯେଉଁ ଅସ୍ତ୍ର ବନେଇବାରେ ଯେଉଁ ପ୍ରଶ୍ନ ଚାଲିଥିଲା ଅସ୍ତ୍ରୀକରଣରେ, ମାନେ କ'ଣ, ସିଏ କହୁଥିଲା ମୋର ପରମାଣୁ ବୋମା ଅଛି, ସିଏ କହୁଥିଲା ମୋର ଏଟା ଅଛି, ମୋର ବମ୍ ଅଛି, ସିଏ କହୁଥିଲା ମୋର ଏ ଅସ୍ତ୍ର ଅଛି, ସେ ଅସ୍ତ୍ର ଅଛି। ତାଙ୍କ ବିଶ୍ୱ ସାରା ଯେଉଁ ଦେଶମାନଙ୍କରେ ସବୁ ପ୍ରତିଦ୍ୱନ୍ଦିତା ଚାଲିଥିଲା, କମ୍ପିଟିସନ୍ ଚାଲୁଥିଲା। ହେଲା, ଯାହାଫଳରେ କ'ଣ ହେଉଥିଲା, ଯୁଦ୍ଧର ଆଶଙ୍କା ବଢ଼ୁଥିଲା।
ଯଦି ଆମେ ଆମ ସ୍କୁଲକୁ ନେଇକି ଯାଇଥିବା ଆମ ପିଲାମାନେ କିଏ ପକେଟରେ ବ୍ଲେଡ୍ ନେଇକି ଯାଇଥିବ, କିଏ ଛୁରୀ ନେଇକି ଯାଇଥିବ, କିଏ ଗନ୍ ନେଇକି ଯାଇଥିବ, ହେଲା, ଯଦି ଆମ ଭିତରେ ସବୁ ସେମିତି ଅସ୍ତ୍ର ଥିବ ତାହେଲେ ଆମ ଭିତରେ କ'ଣ ଆସିବ? ଆମ ଭିତରେ ଆଶଙ୍କା ଆସିବ। ଆମେ ନେଇକି ଯାଉଛନ୍ତି ବି ସେଇଥିପାଇଁ, କାଳେ କିଏ ଆମକୁ ମାରିଦେବ, କାଳେ କିଏ ଆମକୁ ଆକ୍ରମଣ କରିବ, ବୁଝାପଡ଼ୁଛି ତ? ତା ପ୍ରତିବଦଳରେ ଆମେ ତାଙ୍କୁ ଆକ୍ରମଣ କରିବା। ତା ସେଇଥିପାଇଁ ଆମେ ତେଣୁ ଥରେ ଆମ କ୍ଲାସ୍ରେ ଜଣେ ବ୍ଲେଡ୍ ନେଇକି ଆସିଛି, ଆମେ କହିଲୁ ସେ ବ୍ଲେଡ୍ ନେଇକି ଆସି ଯଦି ମୋତେ କାଟିଦେଲା ଭାବୁଛି ମୁଁ ଛୁରୀ ନେଇକି ଯିବି। ଛୁରୀ ନେଇକି ଗଲାବେଳେ ସେ ଭୁଜାଲି ନେଇକି ଆସିଲାଣି, ସେ ଭୁଜାଲି ନେଲା ବେଳେ ଆମେ ଗନ୍ ନେଇକି ଗଲେଣି। ତ ପ୍ରତିଦ୍ୱନ୍ଦ୍ୱିତା ଚାଲିଲା, ଯାହାଫଳରେ କ'ଣ ଯୁଦ୍ଧର ଆଶଙ୍କା ବଢ଼ିଲା। ତ ଜାତିସଂଘର ନିୟମ ହେଇଥିଲା କ'ଣ ନା ଯେଉଁ ନିରସ୍ତ୍ରୀକରଣ ପ୍ରତିଦ୍ୱନ୍ଦ୍ୱିତାକୁ ବନ୍ଦ କରାଯିବ। ନିରସ୍ତ୍ରୀକରଣ ମାନେ କି ଅସ୍ତ୍ର ଏତେ ତିଆରି କରିବାରେ କେହି ଆଉ ଧ୍ୟାନ ଦେବେ ନାହିଁ, ହେଲା, ଅସ୍ତ୍ରୀକରଣ ପ୍ରତିଦ୍ୱନ୍ଦ୍ୱିତାକୁ ବନ୍ଦ କରାଯିବ। ମାତ୍ର ଏ ସମସ୍ତ ପ୍ରଚେଷ୍ଟା ବିଫଳ ହେଲା। କିନ୍ତୁ ଯେତେ ଜାତିସଂଘ ଚାହିଁଲା, ଯେତେ ସେ ବିଜୟୀ ରାଷ୍ଟ୍ରମାନେ ଚାହିଁଲେ, ସବୁ ପଦକ୍ଷେପ କ'ଣ ହେଇଗଲା? ଇନଭ୍ୟାନ୍ ହେଇଗଲା, ମାନେ କିଛି କାମ ଦେଲାନି, ବୁଝା ହେଲା? କୌଣସି ପଦକ୍ଷେପ କାମ ହେଲାନି। ତାପରେ ରିଜିନ୍ ଅଛି, ତୁମେ କହିବ କାହିଁକି ସାର୍ କାମ ଦେଲାନି? ଆମେ ପଢ଼ିବା ରିଜିନ୍ କ'ଣ ହେଇଛି, ହେଲା। ତାପରେ କ'ଣ ଲେଖା ହେଲା? ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବାର ପ୍ରାୟ 20 ବର୍ଷ ପରେ ବିଭିନ୍ନ କାରଣ ଯୋଗୁଁ 1939 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂଗଠିତ ହେଲା। ବୁଝିପାରିଲ? ତାହେଲେ 20 ବର୍ଷ, ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା କେବେ? 14, ବୁଝିପାରୁଛ? 14ରୁ 24, 24ରୁ 34, 34 ଆଉ 5 ବର୍ଷ ପ୍ରାୟତଃ ଲେଖା ହେଇଛି, ମାନେ ଏକ୍ଜାକ୍ଟ ଲେଖା ହେଇନି, ଲେଖା ହେଇଛି ପ୍ରାୟ 20 ବର୍ଷ। 14ରୁ ସରିଥିଲା କେବେ? ଆରମ୍ଭ ହେଇଥିଲା ସିନା 14, ସରିଥିଲା 18ରେ, 18 ନା 19 ସରିଥିଲା, ସେଥିପାଇଁ 19, 37, 39, 20 ବର୍ଷ ଆଉ, ହେଲା। ପରେ ସଂଗଠିତ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ପ୍ରଥମେ ବର୍ତ୍ତମାନ ପଢ଼ିବା, ତ ମନରେ ଆସୁଥିବ ସାର୍ ପ୍ରଥମ ବିଶ୍ୱଯୁଦ୍ଧରେ ଏତେ କ୍ଷୟକ୍ଷତି ହେଲା, ଲୋକମାନେ ବୁଝିପାରୁନାହାନ୍ତି, ପୁଣି ଦ୍ୱିତୀୟ ବିଶ୍ୱଯୁଦ୍ଧ କରିଦେଲେ। ବର୍ତ୍ତମାନ ଆମେ ଜାଣିବା ରିଜିନ୍ କ'ଣ ଥିଲା, କାରଣ କ'ଣ ଥିଲା। ଆମେ ଯେମିତି ପ୍ରଥମ ବିଷୟରେ ପଢ଼ିଥିଲେ କିଛି ଆସନ୍ନ କାରଣ ଥିଲା, ନାହିଁ, ସେମିତି ବର୍ତ୍ତମାନ ଦେଖିବା କ'ଣ ସବୁ ରିଜିନ୍ ଥିଲା ଯାହାଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂଗଠିତ ହେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ଦେଖିବା, ଫାର୍ଷ୍ଟ ଆସିଲା ରିଜିନ୍ କ'ଣ ନା ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ତ୍ରୁଟି। ପ୍ୟାରିସ୍ ଗୋଟେ ଜାଗା ନା ଜାଣିଛ? ତାର ପଏଣ୍ଟକୁ ଭଲରେ ବୁଝିବା, ବୁଝିଲେ ତା ଭିତରେ କ'ଣ ଲେଖା ହେଇଛି ଜାଣିପାରିବା। ପ୍ୟାରିସ୍ ଗୋଟେ ଜାଗା ନା ଜାଣିଛ? ଶାନ୍ତି ସମ୍ମିଳନୀ ମାନେ କ'ଣ? ସମ୍ମିଳନୀ ମାନେ କ'ଣ? ମିଟିଂ ହେବା। ସମ୍ମିଳନୀ ମାନେ ସମସ୍ତେ ମିଶିବା, ସମ୍ମିଳନୀ ଯେଉଁଠି ସମସ୍ତେ ମିଳନ୍ତି, ସେଟାକୁ ସମ୍ମିଳନୀ ବୋଲି କୁହାଯାଏ, ହେଲା। ଶାନ୍ତି ସମ୍ମିଳନୀ ମାନେ ଶାନ୍ତି ଉଦ୍ଦେଶ୍ୟରେ। ଧର ଆମ କ୍ଲାସ୍ରେ ସବୁ କ୍ଲାସ୍ 9ରେ ସବୁ ଝଗଡ଼ା ଲାଗୁଛ, ତ ଆମେ ଗୋଟେ ମିଟିଂ କଲେ, ଆରେ ଏମିତି ଝଗଡ଼ା କରିପାରିବାନି, ଆମେ ଗୋଟେ ମିଟିଂ କରିବା, ଆମ ସନ୍ତୋଷ ସାର୍କୁ ଡାକି ମିଟିଂ ଗୋଟେ କରିବା ଶାନ୍ତି ଉଦ୍ଦେଶ୍ୟରେ, ଯେମିତି ସବୁ ପିଲା ଶାନ୍ତିରେ ରହିବେ, ଶାନ୍ତିରେ ପାଠ ପଢ଼ିକି ଘରକୁ ଯିବେ, ସେଇ ଉଦ୍ଦେଶ୍ୟରେ। ତ୍ରୁଟି କ'ଣ? ଡିଫେକ୍ଟ ରହିଲା, ବୁଝା ପଡ଼ିଲା? ମାନେ ଠିକ୍ ସେ ହେଇପାରିଲା ନାହିଁ। ମାନେ ଉଦ୍ଦେଶ୍ୟ ଥିଲା ପ୍ୟାରିସ୍ରେ ହେଉଥିଲା ଶାନ୍ତି ଉଦ୍ଦେଶ୍ୟରେ ମିଟିଂ, ହେଲେ ସେଇ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ରିଜିନ୍ ସାଜିଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ। ମାନେ ଦେଖ, ତମେ ଯେମିତି ସ୍ପୋର୍ଟସରେ କ୍ଲାସ୍ 9, 10 ହେଉଥିଲା, ସବୁ ରଗାରଗି ହେଉଥିଲ ଯେ ଆମ ଟିମ୍ ଜିତିବ, ସେ ଟିମ୍ ଜିତିବ, ହେଲା, ଯେଉଁଟାକି ଖେଳୁଆଟ ମନୋଭାବ ବି, ହେଲା। ତ କ'ଣ ହେଉଥିଲା, ତମେ ସେଇଥିରେ ଝଗଡ଼ା ଲାଗୁଥିଲ, କି ଝଗଡ଼ା ପିଲା କଲେ, ତ ତାକୁ ଶାନ୍ତି କରିବା ଉଦ୍ଦେଶ୍ୟରେ ଥରେ ଆମେ ଗୋଟେ ମିଟିଂ କଲେ। ଆମେ ମିଟିଂ କରିଛନ୍ତି, ହେଲେ ସେ ମିଟିଂରେ ଶାନ୍ତି କରିବା ଉଦ୍ଦେଶ୍ୟରେ କରିଥିଲେ, ହେଲେ ସେ ମିଟିଂ ଯେତେବେଳେ ପାଖାପାଖି ଯେତେବେଳେ ସବୁ ପିଲା ବସିଲେ, ସିଏ କହିଲା ସାର୍ ସିଏ ବା ଏଇଟା କହିଥିଲା, ସାର୍ ସିଏ କାହିଁକି ଏମିତି ମୋତେ କହିଲା, ସାର୍ ସିଏ ମୋତେ ଚିଡ଼େଇଥିଲା, ଏମିତି କରିକି କ୍ଲାସ୍ ରୁମ୍ ଭିତରେ ତୁମ ମାନେ ଯେତିକି ତୁମ ଭିତରେ ମାନେ ଥିଲା ଶତ୍ରୁତା, ସେଇ ମିଟିଂ ପରେ ଶତ୍ରୁତା ଆହୁରି ବଢ଼ିଗଲା। ସେଇଟା କ'ଣ ପାଇଁ ହେଲା? ଯେହେତୁ ମିଟିଂ ଠିକ୍ରେ ହେଇପାରିଲା ନାହିଁ, ସମ୍ମିଳନୀରେ କିଛି ତ୍ରୁଟି ରହିଲା, ବୁଝାପଡ଼ୁଛି? ତ ସେମିତି ଆମେ ଦେଖିବା ଯେ ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ କ'ଣ ସବୁ ତ୍ରୁଟି ରହିଲା, ଯେଉଁଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା। ଦେଖ, ଲେଖା ହେଇଛି ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ତ୍ରୁଟି ବିଚ୍ୟୁତ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଅନେକ ପରିମାଣରେ ଦାୟୀ ଥିଲା। ତାହେଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ, ହେଲା, ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଜିନ୍ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବାର। ପ୍ରଥମ ବିଶ୍ୱଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ, ଭଲରେ ଶୁଣ, ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ପ୍ୟାରିସ୍ ନଗରୀରେ ସମବେତ ବିଜୟୀ ରାଷ୍ଟ୍ରଗୁଡ଼ିକର, ଭଲରେ ଶୁଣ, ମାନେ ଯେତିକି ସବୁ ଯେଉଁ ପକ୍ଷ ପ୍ରଥମ ବିଶ୍ୱଯୁଦ୍ଧରେ ଜିତିଥିଲେ ସେଇ ରାଷ୍ଟ୍ରଗୁଡ଼ିକ, ହେଲା, ଆଜି ତ ହାରିଛନ୍ତି, ସେ ତ ଯାଇକି କୁଆଡ଼େ ଲୁଚିଥିବେ ବା ତାଙ୍କ ସେ ଦୁର୍ବଳ ହେଇଯାଇଥିବେ, ତାଙ୍କ ଭିତରେ ପୁରା ସବୁଥିରେ ଅର୍ଥନୀତିକ, ରାଜନୈତିକ, ସାମାଜିକରେ ପୁରା ଡାଉନ୍ ହେଇଯାଇଥିବେ, ହେଲା, ବିଜୟୀ ରାଷ୍ଟ୍ରଗୁଡ଼ିକ, ହେଲା। କ'ଣ ଲେଖା ହେଲା?
ବିଜୟୀ ରାଷ୍ଟ୍ରଗୁଡ଼ିକର ରାଷ୍ଟ୍ର ମୁଖ୍ୟମାନେ ପରାଜିତ ରାଷ୍ଟ୍ରମାନଙ୍କ ସହିତ ବିଚାର ବିମର୍ଶ ନ କରି ଶାନ୍ତି ଚୁକ୍ତିର ସର୍ତ୍ତାବଳୀ ନିର୍ଦ୍ଧାରଣ କରିଥିଲେ। ଦେଖରେ ଯେଉଁ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ହେଲା, ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ବିଜୟୀ ହୋଇଥିଲେ ସେମାନେ ମିଟିଂ କଲେ, କାହାକୁ ଡାକିଲେନି? ଯେଉଁମାନେ ପରାସ୍ତ ହୋଇଥିଲେ। ଯେଉଁମାନେ ପରାଜୟ ହୋଇଥିଲେ ରାଷ୍ଟ୍ରଗୁଡ଼ିକ ବା ଯେଉଁ ପକ୍ଷ ପରାଜିତ ହୋଇଥିଲା ସେଥିରେ ଥିବା ସମସ୍ତ ରାଷ୍ଟ୍ରଗୁଡ଼ିକୁ ଇଏ ଯେଉଁ ବିଜୟୀ ରାଷ୍ଟ୍ରଗୁଡ଼ିକ ଡାକିଲେ ନାହିଁ। ବର୍ତ୍ତମାନ ଆମର କ୍ଲାସ୍ 9-10ରେ କ୍ରିକେଟ୍ ମ୍ୟାଚ୍ ହେଉଥିଲା, 9 ପିଲା ଜିତିଲ। ତୁମେ ଯଦି ସରସ୍ୱତୀ ପୂଜା ଆମର ଆଗକୁ ହେବ, ଆମେ 10 ପିଲାଙ୍କୁ ଡାକିବାନି ତ ସେମାନେ ଆହୁରି ରାଗିଯିବେନି? ଖରାପ କଥା ହେବନି? ଆମେ କ'ଣ ହାରିଯାଇଛୁ ବୋଲି ଆମକୁ ଡାକିବନି? କଥା ବୁଝୁଛ? ସେମିତି ଏଠି କ'ଣ ହେଲା ନା ସେମାନେ ପ୍ରଥମ ବିଶ୍ୱଯୁଦ୍ଧରେ ଯେଉଁମାନେ ସବୁ ହାରିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମାନେ ଶାନ୍ତି ପ୍ରତିଷ୍ଠା ପାଇଁ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ୟାରିସ୍ ନଗରରେ ବିଜୟୀ ରାଷ୍ଟ୍ରମାନେ ଯେଉଁ ସମ୍ମିଳନୀ କରିଥିଲେ ସେଥିରେ ମାନେ ପରାଜୟ ରାଷ୍ଟ୍ରମାନଙ୍କୁ ଡାକିନଥିଲେ। କ'ଣ? ଡାକିବାର ରାଗ ନୁହଁ, ନିଜେ ସବୁ ନିୟମ ତିଆରି କରିଥିଲେ ବିଶ୍ୱବାସୀମାନଙ୍କ ପାଇଁ। ମାନେ ଇଏ ବିଜୟୀ ରାଷ୍ଟ୍ରଗୁଡ଼ିକ ନିୟମ ତିଆରି କରିବେ ମାନେ କାହାକୁ ନ ପଚାରିକି, ଯେଉଁମାନେ ସବୁ ପରାଜୟ ହେଇଛନ୍ତି ତାଙ୍କୁ କିଛି ପଚାରିଲେ ନାହିଁ, ଆଉ ସର୍ତ୍ତାବଳୀ ସବୁ କରିଦେଲେ। ଏଇ ନିୟମକୁ ସବୁ ବିଶ୍ୱର ଥିବା ସମସ୍ତ ରାଷ୍ଟ୍ର ମାନିବାକୁ ବାଧ୍ୟ। ବୁଝିପାରିଲ? ତାହେଲେ ତୁମକୁ ଯେତେବେଳେ ଗୋଟେ ପଚାର ନ ହେଇଥିବ, ତୁମକୁ କିଛି ରୁଲ୍ସ ବିଷୟରେ କୁହାହେବ, ତୁମେ ରାଗିବନି? ବୁଝା ପଡ଼ୁଛି ନା ନାହିଁ? ସେମିତି କଥା। ଦେଖ କ'ଣ ହେଲା, ଅନ୍ୟ ପକ୍ଷରେ ହେଲା ସେମାନେ ପ୍ରତିଶୋଧ ପରାୟଣ ଓ ଆକ୍ରୋଶମୂଳକ ଭାବରେ ସେଗୁଡ଼ିକ ପ୍ରସ୍ତୁତ କରିଥିଲା। ଦେଖରେ ମାନେ ଖାଲି ସର୍ତ୍ତାବଳୀ ଏମିତି କରିନଥିଲେ, ଡାକିଲେନି ତ ଛାଡ଼। ଫାଷ୍ଟ ଜିନିଷ ଡାକିବା କଥା, ଶାନ୍ତି ଉଦ୍ଦେଶ୍ୟରେ କରୁଛ ମାନେ ଯିଏ ପରାଜିତ ହେଇଛନ୍ତି ତାଙ୍କୁ ଡାକିବା କଥା, ତାକୁ ତ ଡାକିଲେନି, ଛାଡ଼। ସେକେଣ୍ଡ ହେଲା ତାଙ୍କୁ ନ ପଚାରିକି ସର୍ତ୍ତାବଳୀ କଲେ। ବୁଝିପାରୁଛ? ସିଏ ପୁଣି ଆଉ ଗୋଟେ ପଏଣ୍ଟ ହେଲା। ପୁଣି ଥାର୍ଡ଼ କ'ଣ, ଏମିତି ସବୁ ପଏଣ୍ଟ ରଖିଲେ ଯେଉଁ ପଏଣ୍ଟରେ କ'ଣ ନା ସେମାନଙ୍କୁ ଯେଉଁ ପରାଜୟ ରାଷ୍ଟ୍ରମାନଙ୍କୁ ଅଧିକ କଷ୍ଟ ହେବ, ମାନେ ତାଙ୍କୁ ନ ସୁହାଇଲା ଭଳି କିଛି ସର୍ତ୍ତାବଳୀ ଜାରି କଲେ ବିଜୟୀ ରାଷ୍ଟ୍ରମାନେ। ବୁଝୁଛ? ଯେଉଁଥିରେ ସେମାନେ ଆହୁରି କ'ଣ ରାଗିଲେ, ପ୍ରତିଶୋଧ ପରାୟଣ ହେଲେ, ସେଥିରେ ସେ ଅସନ୍ତୁଷ୍ଟ ହେଲେ। ବୁଝିପାରୁଛ? ତାପରେ ଲେଖା ଦେଖ, ମାନେ ସେମାନେ ଆଉ ଆକ୍ରୋଶମୂଳକରେ ସେଗୁଡ଼ିକ ପ୍ରସ୍ତୁତ କରିଥିଲେ। କିଏ? ବିଜୟୀ ରାଷ୍ଟ୍ରମାନେ। ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଅନ୍ୟ ଶକ୍ତିମାନେ ସେମାନଙ୍କର ସ୍ୱାର୍ଥ ସାଧନ ପାଇଁ ବ୍ୟଗ୍ର ଥିଲେ। ମାନେ ଯୁକ୍ତରାଷ୍ଟ୍ର ଆମେରିକା ଯେ ପୁଞ୍ଜିବାଦ ରାଷ୍ଟ୍ର, ବୁଝିପାରୁଛ? ସେମାନେ କ'ଣ ନା ସବୁବେଳେ ନିଜ ସ୍ୱାର୍ଥ ଏମିତି ସର୍ତ୍ତାବଳୀ ତିଆରି କରୁଛନ୍ତି ନିଜ ସ୍ୱାର୍ଥରେ। ମାନେ ଦେଖ, ବୁଝିପାରୁଛ? ତୁମେ ତାଙ୍କୁ ସରସ୍ୱତୀ ଦଶମ ଶ୍ରେଣୀ ପିଲାଙ୍କୁ ସରସ୍ୱତୀ ପୂଜାରେ ଡାକିଲନି, ନିୟମ ପୁଣି କେମିତି ତିଆରି କରିଛ ଯେ ସେମାନେ ଯାହା ବି ହେଲେ ପାଠ ପଢ଼ିବେ, କ'ଣ କରିବେ, ଯେମିତି ତୁମେ ତାଙ୍କ ପାଠ ପଢ଼ିବାକୁ ବ୍ୟାଘାତ କରିବାରେ ବା ସେ ଯେମିତି ନ ଆସିପାରିବେ, ତୁମେ ସେମିତି କିଛି ରୁଲ୍ସ ତିଆରି କରୁଛ। ବୁଝିପାରିଲ? ଯାହାଦ୍ୱାରା କ'ଣ হবে, ସେମାନେ ରାଗିବେ। ତୁମ ଫାଇଦା ଅନୁସାରେ ତୁମେ ରୁଲ୍ସ ତିଆରି କରୁଛ, ବିଜୟୀ ରାଷ୍ଟ୍ରମାନେ। ସେମିତି ହେଲା। ତ ଲେଖା ହେଲା କ'ଣ, ଶାନ୍ତି ସମ୍ମିଳନୀରେ ସର୍ତ୍ତ ଅନୁଯାୟୀ ଇଂଲଣ୍ଡ ଓ ଫ୍ରାନ୍ସ ନିଜ ପାଇଁ ଯଥେଷ୍ଟ ଲାଭ ହାସଲ କରିଥିବା ବେଳେ ସେମାନଙ୍କର ମିତ୍ର ଭାବରେ ଯୁଦ୍ଧରେ ଭାଗ ନେଇଥିବା ଇଟାଲୀ ଓ ଜାପାନ ବିଶେଷ କିଛି ପାଇଲେ ନାହିଁ। ତା ଦେହରେ ବି ମାନେ ବିଜୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବି ଝୋଲ ଅଛି। ଦେଖ ତାଙ୍କ ଭିତରେ ବି ମାନେ ସିଏ କହୁଛି ମୁଁ ବଡ଼, ତୁ ହେଉଛୁ ସାନ। ମାନେ ଯେଉଁ ଟିମ୍ ଜିତିଲା, ଯେଉଁ ପକ୍ଷ ପ୍ରଥମ ବିଶ୍ୱଯୁଦ୍ଧରେ ବିଜୟୀ ଲାଭ କଲା, ସେ ସାଇଡ଼୍ରେ ଥିବା ଦେଶ ସମସ୍ତେ ସମାନ, ମାନେ କ'ଣ ସମାନ ଲାଭ ପାଇଲେ ନାହିଁ, ସମାନ ଜିନିଷ ପାଇଲେ ନାହିଁ। ଦେଖ ଶାନ୍ତି ସମ୍ମିଳନୀ ସର୍ତ୍ତ ଅନୁଯାୟୀ ଇଂଲଣ୍ଡ ଫ୍ରାନ୍ସ ନିଜ ପାଇଁ ଯଥେଷ୍ଟ ଲାଭ ହାସଲ କରୁଥିଲା ବେଳେ କିନ୍ତୁ କିଏ ପାଇଲେନି? ମିତ୍ର ଭାବରେ ଯୋଗ ଦେଇଥିବା ସେଇ ସାଇଡ଼୍ରେ ଇଟାଲୀ ଓ ଜାପାନ ସେମିତି କିଛି ବିଶେଷ ଲାଭ ପାଇଲେ ନାହିଁ, ମାନେ ସେମାନଙ୍କୁ କିଛି ମିଳିଲା ନାହିଁ। ସେମାନେ ବିଜୟୀ ହୋଇକି ମଧ୍ୟ ତାଙ୍କୁ କିଛି ମିଳିଲା ନାହିଁ। ବୁଝିପାରିଲ? ଯେମିତି ଆମେ ଏସିଆ କପ୍ରେ ଜିତିଥିଲେ, ପାକିସ୍ତାନ କପ୍ ନେଇଗଲା, ଆମକୁ ଦେଲାନି। ବୁଝିପାରୁଛୁ କି ନାହିଁ? ତ ସେମିତି ଜିନିଷ। ହଉ, ତାପରେ ଫଳରେ ଏଇ ଦୁଇ ଦେଶ ଅସନ୍ତୁଷ୍ଟ ହେଲେ। କେଉଁମାନେ? ଜାପାନ ଓ ଇଟାଲୀ। ହେଲା, ସେମାନେ
ଯଥା ସମୟରେ ଜର୍ମାନୀ ସହିତ ମିତ୍ରତା ସ୍ଥାପନ କରି ଫ୍ରାନ୍ସ ଓ ଇଂଲଣ୍ଡର ଶତ୍ରୁ ରୂପେ କାର୍ଯ୍ୟ କଲେ। ଦେଖ ଇଏ କ'ଣ କଲେ, ଯେତେବେଳେ ବିଜୟ ରାଷ୍ଟ୍ରରେ ଏମାନେ ଯୋଗ ଦେଉଥିଲେ ଜାପାନ ଓ ଇଟାଲୀ, ଯେତେବେଳେ ତାଙ୍କୁ ସେମିତି କିଛି ବିଶେଷ ଲାଭ ମିଳିଲା ନାହିଁ, ଅନ୍ୟ ପକ୍ଷରେ ଯିଏ ହାରିଥିଲେ ଯେଉଁ ରାଷ୍ଟ୍ର, ଇଏ ଯାଇକି ସଙ୍ଗେ ସଙ୍ଗେ ତାଙ୍କ ସାଇଡ଼୍ ନେଇଗଲେ। କିଏ? ଯେଉଁ ସାଇଡ଼୍ରେ ଥିଲା ଜର୍ମାନୀ, ବୁଝିଲ, ଯେଉଁ କାଇଜର, ହଁ ଜର୍ମାନୀର କାଇଜର, ହଁ କାଇଜର ମାନେ ଯେଉଁଠି ଥିଲେ, ତ ସେ ସାଇଡ଼୍କି ଯାଇକି ଇଏ ନେଇଗଲା। ବୁଝିପାରିଲେ? କେବଳ କିଏ? ଯେଉଁ ଜାପାନ ଓ ଇଟାଲୀ ଯାଇକି ନେଇଗଲା, ହେଲା। ହଉ, ତାପରେ ଦେଖିଲା ସେମାନେ ଯଥା ସମୟରେ ଜର୍ମାନୀ ସହିତ ମିତ୍ରତା ସ୍ଥାପନ କରି ଫ୍ରାନ୍ସ ଆଉ ଇଂଲଣ୍ଡର କ'ଣ ହେଇଗଲେ? ଶତ୍ରୁ ହେଇଗଲେ। ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ଭାଗ ନେଇଥିବା ବିଜୟୀ ରାଷ୍ଟ୍ରଗୁଡ଼ିକର ରାଷ୍ଟ୍ରନାୟକମାନଙ୍କର ଅପରିଣାମଦର୍ଶିତା, ସଂକୀର୍ଣ୍ଣ ମନୋଭାବ, ସାମ୍ରାଜ୍ୟ ଲୋଭ ପୃଥିବୀକୁ ଆଉ ଏକ ବିଶ୍ୱଯୁଦ୍ଧର ଘନାଘଟ ମଧ୍ୟକୁ ଟାଣି ନେଇଥିଲା। ତାହେଲେ ତୁମେ ରିଜିନ୍ ବୁଝିପାରିଲ ଯେ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ତ୍ରୁଟି କ'ଣ ହେଲା? ମାନେ ଶାନ୍ତି ଉଦ୍ଦେଶ୍ୟରେ ସମ୍ମିଳନୀଟି ହୋଇଥିଲା, ହେଲେ ଇଏ ବିଜୟୀ ରାଷ୍ଟ୍ରମାନେ ଏମିତି ସର୍ତ୍ତାବଳୀ ତିଆରି କଲେ, ଯିଏ ହାରିଥିଲେ ତ ତାଙ୍କୁ ଦୁଃଖ ଦେଲା, ସେମାନେ ହର୍ଟ ଫିଲ୍ କଲେ, ସେମାନେ ରାଗିଲେ, ସେମାନେ କ୍ଷୁବ୍ଧ ପ୍ରକାଶ କଲେ, ସେମାନେ ପ୍ରତିଶୋଧ ପରାୟଣ ହେଲେ, ସେମାନେ ଶତ୍ରୁ ହେଇଗଲେ, ୟାଙ୍କର ଆହୁରି ଯେତିକି ଥିଲା ଆହୁରି ଅଧିକ ଶତ୍ରୁ ହେଇଗଲେ। ଯେଉଁମାନେ ବିଜୟୀ ହେଇଥିଲେ ସେମାନେ ମଧ୍ୟ, ମାନେ ତାଙ୍କ ପକ୍ଷରେ ଥିବା ମଧ୍ୟ, ସେ ମଧ୍ୟ ଆହୁରି କ'ଣ ରାଗିଗଲେ। ବୁଝିପାରୁଛ? ମାନେ ଯେମିତି ତମେ ଥର ଗୋଟେ ଟିମ୍ ହେଇକି ଖେଳୁଥିଲ, ଯେଉଁ ଟିମ୍ରେ 11 ଜଣ ପ୍ଲେୟାର ଥିଲେ, ସମସ୍ତଙ୍କୁ ଥର ତମ ନବମ ଶ୍ରେଣୀ ପିଲା ଯାଇକି କେଉଁଠି ଖେଳୁଥିଲ, ହେଲା, ଯେଉଁ ସମସ୍ତେ 11 ଜଣ ପ୍ଲେୟାର ଖେଳୁଥିଲ କ୍ରିକେଟରେ, ତ ସମସ୍ତଙ୍କୁ ଯାହା ଥର ପଇସା ଜିତିଲ, 10,000 କି 11,000 ଟଙ୍କା ଜିତିଲ, ସମସ୍ତଙ୍କୁ 1,000 ଟଙ୍କା ମିଳିବା କଥା, ହେଲେ 3 ଜଣଙ୍କୁ 4 ଜଣଙ୍କୁ ମିଳିଛି 2,000 ଲେଖାଏଁ, ଆଉ ସମସ୍ତଙ୍କୁ 500 ଲେଖାଏଁ ମିଳିଛି। ତ ଯେଉଁମାନଙ୍କୁ 500 ଲେଖାଏଁ ମିଳିଛି ସେମାନେ ରାଗିବେ ନା, ଆମେ ବି ତ ଯୁଦ୍ଧରେ ଯୋଗ ଦେଇଥିଲୁ, ଆମେ ବି ତ ବିଜୟୀ ଟିମ୍ର ହିସ୍ସା ଥିଲୁ, ତାହେଲେ ଆମକୁ କାହିଁକି କମ୍ ଲାଭ ମିଳିଲା? ସେମିତି ଜାପାନ ଇଟାଲୀକୁ କମ୍ ଯେତେବେଳେ ମିଳିଲା, ସିଏ ଯାହା ମାନେ ଯେଉଁ ବିଶ୍ୱଯୁଦ୍ଧରେ ଯାହା ପାଖରୁ ହାରିଥିଲେ, ଯିଏ ହାରିଥିଲା ଜର୍ମାନୀ, ସିଏ ଯାଇକି ତାଙ୍କ ସାଇଡ଼୍ ନେଇଗଲେ, ଯାହାଫଳରେ ଆଉ ଗୋଟେ ଯୁଦ୍ଧ ହେବାର ଆଶଙ୍କା ଦେଖାଦେଲା। ଆଉ ବୁଝିପାରିଲ? ଯଦି କିଛି ଡାଉଟ୍ ଅଛି ଆମେ କ୍ଲିୟର କରିବା, ହେଲା। ସେକେଣ୍ଡ ରିଜିନ୍ ଅଛି ଭର୍ସାଇ ସନ୍ଧିର କଠୋରତା, ହେଲା। କ'ଣ ଭର୍ସାଇ ସନ୍ଧି କ'ଣ? ଶାନ୍ତି ପ୍ରତିଷ୍ଠା ପାଇଁ, ଦେଖିବା ଭର୍ସାଇ ସନ୍ଧି ଆମେ ପଢ଼ିଥିଲେ ବୋଧେ। ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଜୟୀ ରାଷ୍ଟ୍ରମାନେ ଜର୍ମାନୀ ସହିତ ସ୍ୱାକ୍ଷର କରିଥିବା, ଜର୍ମାନୀ ସେଇ, ହେଲା, ଜର୍ମାନୀ ସହିତ ମାନେ ଯେ ହାରିଥିବା ସାଇଡ଼୍ର ଥିବା ମୁଖ୍ୟ ଦେଶ ସହିତ ସ୍ୱାକ୍ଷର କରିଥିବା ଭର୍ସାଇ ସନ୍ଧିର କଠୋରତା ଦ୍ୱିତୀୟ ବିଶ୍ୱଯୁଦ୍ଧ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା। ଦେଖ ଭର୍ସାଇ ସନ୍ଧି କେମିତି କାରଣ ସାଜିଲା? ଏହା ଏକ ନିର୍ଦ୍ଦେଶିତ ସନ୍ଧି ଥିଲା। ଯେହେତୁ ଜର୍ମାନୀ ପ୍ରଥମ ବିଶ୍ୱଯୁଦ୍ଧରେ ପରାଜୟ ବରଣ କରିଥିଲା, ତ ଜର୍ମାନୀ ସହ ବିଜୟୀ ରାଷ୍ଟ୍ରମାନେ, ଯେଉଁ ଇଂଲଣ୍ଡ ଫ୍ରାନ୍ସ ମାନେ, ଯୁକ୍ତରାଷ୍ଟ୍ର ଆମେରିକା ମାନେ କ'ଣ କରିଥିଲେ ନା ଏକ ସନ୍ଧିର ଅର୍ଥ ମାନେ ମ୍ୟୁଚୁଆଲ, କ'ଣରେ, ହଁ ମ୍ୟୁଚୁଆଲ କରିବା, ମାନେ ସନ୍ଧିର ଅର୍ଥ ତମେ ଏଇଆ ତୁମକୁ ବୁଝେଇଥିଲି ଯେ ଯେଉଁଟା 2 ଜଣଙ୍କୁ ସୁହାଉଥିଲା ବେଳେ କିଛି ଜିନିଷ କରିବା। ବୁଝିଲ? ଥରେ ମୁଁ କହିବି ଯେ ଆମେ କ୍ଲାସ୍ 9 ତମର ଆଉ ମୋ ଭିତରେ ଗୋଟେ ସନ୍ଧି କରିବା, ନା କ'ଣ ନା ପିଲାମାନେ ତମେ ତ ପାଠ ପଢ଼ୁନ, ଆଉ ମୁଁ ଖାଲି ପଢ଼ଉଛି, ହେଲେ ତୁମେ ତାହେଲେ ପାଠ ପଢ଼ିବନି କି କରିକି ଦେବନି, ତ ଆମ ଭିତରେ ଗୋଟେ ସନ୍ଧି ହେଇଯାଉ। କ'ଣ ସାର୍ ସନ୍ଧି? ନା ଯେଉଁ ପିଲାମାନେ ପାଠ ପଢ଼ିବେ ମୁଁ ସେଇମାନଙ୍କୁ ହିଁ ପଢ଼େଇବି। ମାନେ ଏମିତି କଥା, ଅଳ୍ପ ପିଲା ହେଲେ ମୁଁ ତାଙ୍କୁ ଅଧିକ ଆଟେନସନ୍ ଦେଇପାରିବି। ଏମିତି କଥା କହିଲି, ଯେଉଁ ଏମିତି ଗୋଟେ ସର୍ତ୍ତ ଦେଲି, ଏମିତି ଗୋଟେ ସନ୍ଧି ଦେଲି, ଯେଉଁଟା ତୁମକୁ ବି ପସନ୍ଦ ଆସିବ, ମୋତେ ବି ପସନ୍ଦ ଆସିବ, ତାକୁ କୁହନ୍ତି ସନ୍ଧି। ମାନେ ଯେଉଁଥିରେ 2 ଜଣଙ୍କୁ ଲାଭ ମିଳୁଥିବ। ହେଲେ ଯେଉଁ ପ୍ରଥମ ବିଶ୍ୱଯୁଦ୍ଧରେ ହାରିଥିବା ଜର୍ମାନୀକୁ ବିଜୟୀ ରାଷ୍ଟ୍ରମାନେ ଏମିତି ଏକ ସନ୍ଧି ଦେଲେ ଯେଉଁଥିରେ ଜର୍ମାନୀର ଟିକେ ବି ଲାଭ ନଥିଲା। ଲାଭ ଥିଲା ତ ବିଜୟୀ ରାଷ୍ଟ୍ରମାନଙ୍କର, ସେମାନେ ଲାଭବାନ ହେଉଥିଲେ। ବୁଝିଲ? ସେମାନେ ଏମିତି ଏକ ସନ୍ଧି ପ୍ରସ୍ତୁତ କରୁଥିଲେ, ଲାଗୁଥିଲା ଯେମିତି ଏହା ସନ୍ଧି ନୁହଁ, ଏହା ଗୋଟେ ନିର୍ଦ୍ଦେଶନାମା। ବୁଝିପାରୁଛ? ମାନେ ତମକୁ ମୁଁ, ମାନେ ଜର୍ମାନୀକି ଯେମିତି କୁହାଗଲା, ତୁ ଏଇଟା କରିବୁ, ତୁ ସେଇଟା କରିବୁ, ମାନେ ତାକୁ ସନ୍ଧି କୁହାଯାଉନଥିଲା। ସନ୍ଧି ହେଇଥିଲା ତ ତା ପାଇଁ ବି ଭଲ, ସେ ଯାହା ହଉ ମୋତେ କିଛି ସାହାଯ୍ୟ କଲେ, ତାହା ପାଇଁ ହେଉନଥିଲା। ମାନେ ସନ୍ଧି ଏମିତି ହେଉଥିଲା ଯେମିତି ଜର୍ମାନୀକୁ ଆହୁରି ଡାଉନ୍ କରାଯାଉଥିଲା।
ବୁଝାପଡ଼ୁଛି? ସେମିତି ହେଇଥିଲା ଦେଖ। ଏହା ଏକ ନିର୍ଦ୍ଦେଶିତ ସନ୍ଧି ଥିଲା। ଆକ୍ରମଣ ଭୟରେ ପରାଜିତ ଜର୍ମାନୀ ବାଧ୍ୟ ହୋଇ ବିଭିନ୍ନ ଅପମାନଜନକ ସର୍ତ୍ତ ସମ୍ବଳିତ ସନ୍ଧି ଗ୍ରହଣ କରିଥିଲା। ମାନେ ଯେହେତୁ ଜର୍ମାନୀ ହାରି ଯାଇଥିଲା, କାଳେ ହାରି ଯାଇଥିଲା ମାନେ ଦୁର୍ବଳ ହେଇଯାଇଥିଲା। ଯେହେତୁ ଦୁର୍ବଳ ହେଇଯାଇଥିଲା, କାଳେ ପୁଣି ଥରେ ଏଇ ବିଜୟୀ ରାଷ୍ଟ୍ରମାନେ ଜର୍ମାନୀ ଦେଶ ଉପରେ ଆକ୍ରମଣ କରିବେ, ସେଇଥିପାଇଁ ଜର୍ମାନୀ ଦେଶ ବାଧ୍ୟ ହୋଇ ଏହି ନିର୍ଦ୍ଦେଶିତ ସନ୍ଧିଗୁଡ଼ିକୁ ମୁଣ୍ଡ ନୁଆଇଁ ମାନି ନେଇଥିଲା। ହେଲା, ତାପରେ କ'ଣ ଲେଖା ହେଲା? ଜର୍ମାନୀକୁ ଦୁର୍ବଳ କରିଦେବା ପାଇଁ ଏହି ସନ୍ଧିରେ ସେ ଦେଶ ଉପରେ ରାଜନୈତିକ, ଅର୍ଥନୈତିକ ଓ ସାମରିକ କ୍ଷେତ୍ରରେ ବହୁ କଟକଣା ଜାରି କରାଯାଇଥିଲା। ହେଲା, ଏଟା କରିପାରିବୁନି, ସେଟା କରିପାରିବୁନି, ଏଟା ହବନି, ତୁ ଏଠିକି ଯିବୁନି, ସେଠିକି ଯିବୁନି, ଏମିତି ସବୁ ଥିଲା। ଫଳରେ ଜର୍ମାନୀର ଜନସାଧାରଣ ବା ସାଧାରଣ ଲୋକ କ୍ଷୁବ୍ଧ ମାନେ କ'ଣ? ରାଗି ଯାଇଥିଲେ ଓ ତୀବ୍ର ଭାବରେ ଅସନ୍ତୁଷ୍ଟ ହୋଇଥିଲେ। ସେମାନଙ୍କ ମନରେ ଜାଗି ଉଠିଥିବା ପ୍ରତିହିଂସାର ପ୍ରକ୍ରିୟା ପରବର୍ତ୍ତୀ କାଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁଖ୍ୟ କାରଣ ସାଜିଥିଲା। ପିଲାମାନେ ବୁଝିପାରିଲ? ଦୁଇଟି ପଏଣ୍ଟ ବୁଝେଇଲି। ଗୋଟେ ହେଉଛି ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ତ୍ରୁଟି ହେଇଥିଲା। ସେକେଣ୍ଡ କ'ଣ? ଭର୍ସାଇ ସନ୍ଧିର କଠୋରତା। ଭର୍ସାଇ ସନ୍ଧି କାହା କାହା ଭିତରେ ହେଇଥିଲା? ଜର୍ମାନୀ ଓ ବିଜୟୀ ରାଷ୍ଟ୍ରମାନଙ୍କ ଭିତରେ। ସନ୍ଧିର ଅର୍ଥ କ'ଣ? ସନ୍ଧି ଏକ ଏମିତି ଏକ ମ୍ୟୁଚୁଆଲ ଜିନିଷ ଯେଉଁଥିରେ ଯେଉଁ ଦୁଇ ଦେଶମାନଙ୍କ ଭିତରେ ହେଉଥିବ, ଦୁଇ ଦେଶର ଲାଭ ହେଉଥିବ। ହେଲେ ଭର୍ସାଇ ସନ୍ଧି ଏମିତି ଏକ ସନ୍ଧି ଥିଲା ଯେଉଁଥିରେ ଜର୍ମାନୀର କୌଣସି ଲାଭ ହେଉନଥିଲା, ବରଂ ଜର୍ମାନୀକୁ ଆହୁରି ଡାଉନ୍ କରିଦିଆଯାଉଥିଲା। ତାକୁ ବିଭିନ୍ନ ଏଠିକି ଯିବୁନି, ତୁ ଏଟା କରିପାରିବୁନି, ତୁ ସେ ଦେଶ ସହିତ ଇଏ କରିପାରିବୁନି, ତୁ ଏଟା ରପ୍ତାନି କରିପାରିବୁନି, ତୁ ଏଟା ଆମଦାନୀ କରିପାରିବୁନି। ଅର୍ଥନୈତିକ, ରାଜନୈତିକ, ସାମାଜିକ ସବୁ କ୍ଷେତ୍ରରେ ସେମାନଙ୍କୁ କଟକଣା ଲଗାଯାଇଥିଲା। ଯାହାଫଳରେ ଜର୍ମାନୀରେ ରହୁଥିବା ଲୋକମାନେ ବା ଜର୍ମାନୀର ନାଗରିକମାନେ ସେମାନେ ବିଜୟୀ ରାଷ୍ଟ୍ରମାନଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିଥିଲେ ବା ରାଗିଥିଲେ, ଯାହାର ପରିଣାମ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବାରେ ସଂଗଠିତ ହେବାର କାରଣ ଥିଲା। ହେଲା, ହଉ ଠିକ୍ ଅଛି। ଏଇ ଦୁଇଟି ପଏଣ୍ଟରେ ମାନେ ନିଜେ ଆଗେ ପଢ଼ିବ, ନିଜେ ଯାହା ବୁଝିଲ ଲେଖିବ। ମାନେ ପ୍ରଥମ ପଏଣ୍ଟ ଦେଇଦେବ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ତ୍ରୁଟି, ଆଗରେ ପଢ଼ିବ, ଶୁଣିବ, କ୍ଲାସ୍ ଶୁଣିବ, ତାପରେ ପଢ଼ିଦେବ। ପଢ଼ିକି ନିଜ ମନରୁ ଯାହା ଆସିବ, ଯାହା ତୁମେ ନିଜେ ବୁଝିଲ ତାକୁ ଲେଖିବ। ହେଲା, ଲେଖି ସାରିଲା ପରେ ଏଇ ଦୁଇଟି ପଏଣ୍ଟରେ ଥିବା ସମସ୍ତ ସର୍ଟ କୋଶ୍ଚେନ୍ ତିଆରି କରିକି ଲେଖିକି ମୋତେ ସଙ୍ଗେ ସଙ୍ଗେ ପଠାଇବ। ବୁଝିପାରିଲ? ଆଉ ଯେଉଁମାନେ ପଠାଇବେ ସେଇ ପିଲାଙ୍କର ମୁଁ ଗୋଟେ ଅଲଗା ଗ୍ରୁପ୍ କରିବି, ସେଇମାନଙ୍କୁ ପଠାଇବି। ହେଲା, ଆଉ ଏ ଗ୍ରୁପ୍ରେ ମୁଁ ପଠାଇବିନି। ହଉ, ଏତିକି ପଠାଇଲା ପରେ ଦେଖିବା ରାତି 9ଟାରେ ଯଦି ଡାଉଟ୍ ପିଲାଙ୍କର ଥିବ 10 ମିନିଟ୍ କି 15 ମିନିଟ୍ ଗୋଟେ କ୍ଲାସ୍ କରାଯିବ। ହେଲା, ଓକେ।